नमस्कार साଙ୍ଗମାନେ ଆଜି ଚାଲନ୍ତୁ ଦେଖିବା ପିଆଜ ଷଣ୍ଢାର ପିଠ। ମୁଁ ପିଆଜ ଷଣ୍ଢାଟାକୁ ଧୋଇକି ଚୁନେଇ ଚୁନେଇ କାଟି ଦେଇଛି। କାଟି ସାରିଲା ପରେ ତାକୁ ଗୋଟେ ବେଲାରେ ରଖିଦେଇଛି। ତା ଦେହରେ ପକାଇ ଦେଇଛି ଧନିଆ ପାଉଡ଼ର, ଜିରା ପାଉଡ଼ର, ଲଙ୍କା ଗୁଣ୍ଡ, କରି ପାଉଡ଼ର, ଲୁଣ ପକାଇ ସାରିଲା ପରେ ତାପରେ ବେସନ ପକାଇଲି। ବେସନକୁ ଭଲରେ ଗୋଳେଇଲି। ଗୋଳେଇ ସାରିଲା ପରେ ତା ଦେହରେ କିଛି ପାଣି ଦେଇଦେଲି। ଅଳ୍ପ ପାଣି ଦେବେ ଦେଖିକି। ତାକୁ କ'ଣ କଲି, ପାଣି ଦେଇଦେଲି। ଦେଖିଲି ତାକୁ ଗୋଳେଇଲି। ଗୋଳେଇ ସାରିଲା ପରେ ଦେଖିଲି ସେ ଅଠା ଧଇଲାନି। ଆଉ ଟିକେ ବେସନ ତା ଦେହରେ ମିଶାଇଦେଲି। ମିଶାଇକି ତାକୁ ଗଲି ଭଲରେ ଗୋଳେଇଲି। ଦେଖିଲି ଅଠା ଧଇଲା। କଡ଼େଇରେ ମୁଁ ତେଲ ନେଇ ଯାଇଥିଲି। ସେ ତେଲରେ ମୁଁ କ'ଣ କଲି, ପିଠଉ ନେଖା ଥୋଇ ଦେଲି। ସବୁ ଏମିତି ଥୋଇ ସାରିଲା ପରେ ହେଇଗଲା ଆମର ପିଠଉ। ପିଠଉ ହେଇସାରିଲା ପରେ ତାକୁ ଗୋଟେ ଜାଗାକୁ କାଢ଼ି ଦେଇଥିଲି। ଆମ ଆଡ଼େ ପିଆଜରେ ଯେଉଁ ପତ୍ରଟାକୁ ବାହାରିଥାଏ ତାକୁ ଆମ ଆଡ଼େ କହନ୍ତି ଷଣ୍ଢା। ଆପଣଙ୍କ ଆଡ଼େ କ'ଣ କୁହନ୍ତି ଆପଣ ନିଶ୍ଚିନ୍ତ କମେଣ୍ଟରେ ଜଣାଇବେ। ଏ ପିଆଜ ଷଣ୍ଢାଟାକୁ ଯେମିତି ଖାଇଲେ ବି କରିକି ଭଲ ଲାଗିବ। ଖାଲି ବି ଆଳୁ ପକାଇକି ଭାଜିଲେ ଭଲ ଲାଗିବ। ନହେଲେ ଏମିତି ପିଠଉ କରିକି ଖାଇଲେ ବି ଭଲ ଲାଗିବ। ଯେମିତି ଖାଇଲେ ଭଲ ଲାଗିବ। ଆମ ଆଡ଼େ ପିଆଜର ସେ ପତ୍ରଟାକୁ ଷଣ୍ଢା କୁହନ୍ତି। ଆପଣଙ୍କ ଆଡ଼େ କ'ଣ କହନ୍ତି? ଏମିତି ମୋର ସବୁଯାକ ହେଇଗଲା ପିଆଜ ଷଣ୍ଢା ପିଠଉ। ହେଇସାରିଲା ପରେ ଗୋଟେ ଜାଗାକୁ ମୁଁ କାଢ଼ିଦେଲି। କାଢ଼ି ସାରିଲା ପରେ ତାକୁ ଥୋଇଦେଲି। ମୋ ଚ୍ୟାନେଲ୍ଟି ଯଦି ଆପଣଙ୍କୁ ଭଲ ଲାଗୁଥାଏ ନିଶ୍ଚିନ୍ତ ଲାଇକ୍, ସେୟାର, କମେଣ୍ଟ କରିବେ। ରହୁଛି। ଜୟ ଜଗନ୍ନାଥ।